ଶାଶୁ ବୋହୂଙ୍କ ଝଗଡ଼ା। କେଜାଣି କେଉଁ ବେଳାରେ ସଙ୍ଗୀତା ଶାଶୁ ଘରେ ପାଦ ରଖିଥିଲା। ତାର ଓ ଶାଶୁ ପାର୍ବତୀଙ୍କ ମଧ୍ୟରେ ସବୁବେଳେ ମନାନ୍ତର ଲାଗି ରହିଥିଲା। ଏମିତି ଘଡ଼ିଏ ବି ବିତୁ ନଥିଲା ଯେତେବେଳେ କି ସେମାନେ କେଉଁ କଥାକୁ ନେଇ ପରସ୍ପର ଝଗଡ଼ା କରୁନଥିଲେ। ଶାଶୁ କ'ଣ କହୁଥିଲେ ବୋହୂ ତାର ଖଣ୍ଡନ କରୁଥିଲା। ବୋହୂ କେଉଁ ପ୍ରସ୍ତାବ ରଖିଲେ ଶାଶୁ ପୂରା ଦମ ଲଗାଇ ତାର ବିରୋଧ କରୁଥିଲେ। କେଉଁଦିନ ବୋହୂ ନୂଆ ଶାଢ଼ୀ ପିନ୍ଧି ଗଭାରେ ଫୁଲ ଲଗାଇ ନିଜ ବାନ୍ଧବୀଙ୍କୁ ଭେଟିବାକୁ ବାହାରେ ତ ଶାଶୁ ବକବକ ହେବା ଆରମ୍ଭ କରିଦିଅନ୍ତି। ଅନାପ ଶନାପ ଶୁଣାଇ କହନ୍ତି, ଏଇଟା ଘର କି ବଜାର? ବୋହୂମାନେ ଏତେ ସଜବାଜ କେଉଁଠି ହୁଅନ୍ତି? ନିଜକୁ ସୁନ୍ଦରୀ କରିବାକୁ ଯାଇ ଇଏ ଘରକୁ ବର୍ବାଦ ନ କରି ଛାଡ଼ିବ ନାହିଁ। ମୁଁ ସଜାସଜି ହୋଇ କୁଆଡ଼େ ବାହାରିଲେ ତୁମର ଏତେ ଈର୍ଷା ହେଉଛି କାହିଁକି? ମୋ ମନ ଯାହା ହେବ ମୁଁ ସେଇଆ କରିବି। ତୁମେ କିଏ ମୋତେ ବାଧା ଦେବାକୁ? ସଙ୍ଗୀତା ନିଃସଙ୍କୋଚରେ ଏପରି କହି ଘରୁ ବାହାରିଯାଏ। କେଉଁଦିନ ପାର୍ବତୀ ମିଠା ତିଆରି କରିବାକୁ କହିଲେ ସଙ୍ଗୀତା ଘୋର ବିରୋଧ କରି କହେ, ମୋ ପତିଙ୍କୁ ଖଟା ଭଲ ଲାଗେ। ବିଚରା ଅମର ସାରାଦିନ ପରିଶ୍ରମ କରି ସନ୍ଧ୍ୟାବେଳକୁ ଘରକୁ ଫେରେ। ହେଲେ ଶାଶୁ ବୋହୂଙ୍କର ଏହିପରି ଝଗଡ଼ା ତାର ମନକୁ ଅଶାନ୍ତ କରିଦିଏ। ସହଜରେ ତାର ସ୍ୱଭାବ ଶାନ୍ତ ଓ କୋମଳ। ତେଣୁ ପତ୍ନୀ କି ମା କାହାକୁ ବି ବୁଝାଇ ପାରେନି। ଏହିପରି ତାର ସ୍ଥିତି ବଡ଼ ଦୟନୀୟ ହୋଇପଡ଼େ। ଦିନେ ସନ୍ଧ୍ୟାବେଳେ ସେ ତାର କ୍ଷେତ ହିଡ଼ରେ ବସି ଚିନ୍ତା କରୁଥାଏ କ'ଣ କରିବ। ସନ୍ନ୍ୟାସୀ ହୋଇଯିବ କି ଘର ଛାଡ଼ି ପଳାଇବ? ଏତିକି ବେଳେ ସେଇ ବାଟ ଦେଇ ଯାଉଥିବା ତାର ମିତ୍ର ଭୀମ ଓ ରାମ ତାଙ୍କୁ ଦେଖିପାରିଲେ। ସେମାନେ ପାଖକୁ ଆସି ପଚାରିଲେ, ଅମର, କ'ଣ ହେଲା କି? ଏତେ ଉଦାସ କାହିଁକି? ଘରକୁ ନ ଯାଇ ଏଇଠି କାହିଁକି ବସିଛୁ? ଅମର ନିଜର ଦୁର୍ଦ୍ଦଶା ଜଣାଇ କହିଲା, ଏହା ସବୁ ମୋର ଦୁର୍ଭାଗ୍ୟ। ଏଇଥିରୁ ମୁକୁଳିବାକୁ ମୋ ପାଖରେ ବି କେଉଁ ରାସ୍ତା ନାହିଁ। ମୋତେ ବଡ଼ ବିରକ୍ତ ଲାଗିଲାଣି। କ'ଣ ବା କରିପାରିବି? ମୋ କଥା ଛାଡ଼, ତୁମେ ଦୁଇଜଣ କୁଆଡ଼େ ବାହାରିଛ? ରାମ କହିଲା, ପାଖ ଗ୍ରାମରେ ନାଟକ ହେବ। ଆମେ ସେଇଥିରେ ଅଂଶଗ୍ରହଣ କରିଛୁ। ଏବେ ସେଇଠିକୁ ଯାଉଛୁ। ଭୀମ ଆଶ୍ୱାସନା ଦେଇ କହିଲା, ପତ୍ନୀ ଓ ମାଙ୍କ ଭିତରେ ଝଗଡ଼ାକୁ ନେଇ ଏତେ ଚିନ୍ତିତ କାହିଁକି? ଧୈର୍ଯ୍ୟ ଧର, ଖୁବ୍ ଶୀଘ୍ର ସବୁ ସମସ୍ୟାର ସମାଧାନ ହୋଇଯିବ। ହଁ, ଠିକ୍ କଥା। ଏବେ ନିଶ୍ଚିନ୍ତ ମନରେ ଘରକୁ ଯା। ରାମ ସମର୍ଥନ କଲା। ଗୋଟିଏ ସପ୍ତାହ ବିତିଗଲା। ପୂର୍ଣ୍ଣିମା ରାତି। ଅମର ଗାଢ଼ ନିଦରେ ଶୋଇପଡ଼ିଥାଏ। ବାରିପଟ କୂଅ ପାଖରେ ଅଚାନକ ଜୋର ଶବ୍ଦ ଶୁଭିଲା। ଶାଶୁ ବୋହୂ ଚମକି ଉଠି ପଡ଼ିଲେ। ଦୁହେଁ ଦରଜା ଖୋଲି ଦ୍ରୁତ ଗତିରେ ସେଇଆଡ଼କୁ ଧାଇଁଲେ। କୂଅ ଦାଢ଼ରେ ଦୁଇଟି ଭୂତ ବସିଥିଲେ। ସେମାନେ ଏକ ଗହଣା ପୁଟୁଳି ଏପଟ ସେପଟ କରି ବଡ଼ ପାଟିରେ କଥା ହେଉଥିଲେ। ଏହିପରି ଦୃଶ୍ୟ ଦେଖି ଶାଶୁ ବୋହୂ ଜୋରରେ ଚିତ୍କାର କରିବାକୁ ଚେଷ୍ଟା କଲେ, ମାତ୍ର ଭୟରେ ସ୍ୱର ବାହାରିଲା ନାହିଁ। ସେମାନଙ୍କୁ ଦେଖି ଭୂତ ଦୁଇଟି କୂଅ ଦାଢ଼ରୁ ଓହ୍ଲାଇ ପାଖେଇ ଆସିଲେ ଓ କହିଲେ, ଭୟ କରନା। ଯେମିତି ମଣିଷଙ୍କ ଭିତରେ ଭଲ ମଣିଷ ଅଛନ୍ତି, ସେଇମିତି ଭୂତଙ୍କ ଭିତରେ ଭଲ ଭୂତ ବି ଅଛନ୍ତି। କଥା କ'ଣ କି, ଆମେ ଏହିପରି ଏକ ଘର ଖୋଜୁଛୁ ଯେଉଁଠାରେ ଶାଶୁ ବୋହୂ ପରସ୍ପର ଝଗଡ଼ା କରୁନଥିବେ। ଆମେ ତାଙ୍କୁ ଏଇ ଗହଣା ପୁଟୁଳି ଦେବାକୁ ଚାହୁଁଛୁ। ଗାଁ ସାରା ଖୋଜି ସାରିଲୁଣି, ଏଇମିତି ଘର ଗୋଟିଏ ବି ନାହିଁ। ମନେ ହେଉଛି ଏଇ ଘରେ ବି ଶାଶୁ ବୋହୂଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ। ସେମାନଙ୍କ କଥା ଶୁଣି ପାର୍ବତୀ ସାହସ ବାନ୍ଧି କହିଲେ, ଆଗ କହିଲ, ତୁମେ ଏଇ ଗହଣା ପୁଟୁଳି କେଉଁଠୁ ପାଇଲ? ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଛୋଟ ଭୂତ ଦୁଇ ହାତରେ ନିଜର କେଶ କୁଣ୍ଡାଉଥିବା ଅବସ୍ଥାରେ କହିଲା, ଏହା ଏକ ଲମ୍ବା କାହାଣୀ। ସଂକ୍ଷେପରେ କହୁଛି। ପରଦିନ ରାତିରେ ଆମେ ଦିଜଣ ଜଙ୍ଗଲରେ ଘୁରାବୁଲା କରୁଥିଲୁ। ସେତିକିବେଳେ ଦୁଇଜଣ ଚୋର ସହିତ ମୁହାଁମୁହିଁ ହୋଇଗଲା। ସେମାନେ ଆମକୁ ଦେଖି ଭୟରେ ପଳାଇଲେ। ସେମାନଙ୍କ ପାଖରେ ଥିବା ଏକ ଗହଣା ପୁଟୁଳି ଖସି ପଡ଼ିଲା।
ଆମେ ତାକୁ ଉଠାଇ ଆଣିଲୁ। ଏହା ଶୁଣିବା ପରେ ପାର୍ବତୀ ଆଉ କଣ ପଚାରିବାକୁ ଗଲାବେଳକୁ ସଙ୍ଗୀତା ତାକୁ ବାଧା ଦେଇ ଭୂତମାନଙ୍କୁ ପଚାରିଲା, ତୁମ କଥା ମୋତେ ବିଶ୍ୱାସ ଲାଗୁନାହିଁ। ହେଲେ ତୁମେ ଏଇ ଗହଣା ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ନ ଦେଇ ଶାଶୁ ବୋହୂଙ୍କୁ ଦେବାକୁ ଚାହୁଁଛ କାହିଁକି? ପୁଣି ଯେଉଁମାନେ ପରସ୍ପର ଝଗଡ଼ା କରୁ ନଥିବେ। ଏହାର ଉତ୍ତରରେ ଲମ୍ବା କେଶବାଲା ଭୂତ ଚିନ୍ତାଭରା ସ୍ୱରରେ କହିଲା, ବୋହୂ, ତୁମେ ବଡ଼ ଜଟିଳ ପ୍ରଶ୍ନ ପଚାରିଲ। ଆମେ ଦୁଇଜଣ ତୁମ ଦୁଇଜଣଙ୍କ ପରି ଫାଲତୁ କଥାକୁ ନେଇ ଝଗଡ଼ା କରୁଥିବା ଶାଶୁ ବୋହୂ ଥିଲୁ। ଆମ ଘର ସାମ୍ନାରେ ଏକ ପ୍ରାର୍ଥନା ଗୃହ ଥିଲା। ସେଠାରେ ଜଣେ ସାଧୁ ଧ୍ୟାନମଗ୍ନ ରହୁଥିଲେ। ଆମର ଝଗଡ଼ା ଓ ଚିତ୍କାର କାରଣରୁ ଅନେକ ସମୟରେ ତାଙ୍କର ଧ୍ୟାନ ଭାଙ୍ଗି ଯାଉଥିଲା। ହରେ ସେ ଆମ ଉପରେ ବହୁତ ରାଗିଗଲେ ଓ ଆମକୁ ଭୂତ ହୋଇଯିବାକୁ ଅଭିଶାପ ଦେଲେ। ଆମେ ତାଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲୁ। ତାପରେ ସେ କହିଲେ, ଯେଉଁ ଘରେ ଶାଶୁ ବୋହୂଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବ, ତୁମେମାନେ ଯଦି ତାଙ୍କର ଭଲ କରିବ, ତୁମେ ଦୁଇଜଣ ଶାପମୁକ୍ତ ହୋଇପାରିବ, ଆଉ ତୁମେମାନେ ପୁଣି ଥରେ ମନୁଷ୍ୟ ରୂପ ଫେରି ପାଇବ। ଏହା ଶୁଣି ସଙ୍ଗୀତା ଆଶାୟୀ ହୋଇ କହିଲା, ଗହଣା ପୁଟୁଳି ଆମକୁ ଦେଇଦିଅ। ଅବଶ୍ୟ ଦେବୁ। ଏହା ବଦଳରେ ତୁମମାନଙ୍କୁ ଆମକୁ କିଛି ଦେବାକୁ ପଡ଼ିବ, ଛୋଟ ଭୂତ କହିଲା। ଶାଶୁ ବୋହୂ ଏକ ସ୍ୱରରେ କହିଲେ, ଅବଶ୍ୟ, ତୁମେମାନେ ଯାହା କହିବ ଆମେ କରିବୁ। ଆସନ୍ତା ପୂର୍ଣ୍ଣିମା ଦିନ ଗହଣା ପୁଟୁଳି ଧରି ଆମେମାନେ ପୁଣି ଥରେ ଆସିବୁ। ଆମର ବିଶ୍ୱାସ ହେବା ଉଚିତ ଯେ ଗହଣାର ଏଇ ପୁଟୁଳି ପାଇଁ ନୁହେଁ, ପ୍ରକୃତରେ ତୁମ ଦୁଇଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ପରସ୍ପର ପ୍ରତି ଶ୍ରଦ୍ଧାଭାବ ରହିଛି। ଆମେ ଅଦୃଶ୍ୟ ରହିବୁ, କିନ୍ତୁ ତୁମ ଦୁଇଜଣଙ୍କ ଉପରେ ଆମର ନଜର ରହିବ। ସକାଳ ହୋଇ ଆସିଲାଣି, ଏବେ ଆମେ ପଳାଇବୁ, ଭୂତ ଦୁଇଜଣ କହିଲେ। ଶାଶୁ ବୋହୂ ବହୁତ ଖୁସି ହୋଇ ମୁଣ୍ଡ ହଲାଇଲେ ଓ ହାତ ଧରାଧରି ହୋଇ ଘର ଭିତରକୁ ଗଲେ। ଭୂତମାନେ ମଧ୍ୟ ଅଦୃଶ୍ୟ ହୋଇଗଲେ। ତା ପରଦିନ ଠାରୁ ଶାଶୁ ବୋହୂ ମା ଝିଅଙ୍କ ପରି ଚଳିଲେ। ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତାନ୍ତର କି ମନାନ୍ତର ନଥିଲା। କେହି କାହା କଥାକୁ ବିରୋଧ କଲେ ନାହିଁ। ସେମାନଙ୍କର ଏହିପରି ପରିବର୍ତ୍ତନ ଦେଖି ଅମର ବିସ୍ମିତ ହେଲା, ମନେ ମନେ ଖୁସି ମଧ୍ୟ ହେଲା। ଏହିପରି 30 ଦିନ ବିତିଗଲା। ପୂର୍ଣ୍ଣିମା ରାତି ଆସିଲା। ଉଜ୍ଜଳ ଜହ୍ନକିରଣ ପଡ଼ିଥାଏ। ଶାଶୁ ବୋହୂ ବଡ଼ ଆଶାରେ ଭୂତକୁ ଅପେକ୍ଷା କଲେ। ରାତି ସାରା ବିତିଗଲା। ସୂର୍ଯ୍ୟୋଦୟ ସମୟ ଆସିଲା, ତଥାପି ଭୂତଙ୍କର ଦେଖା ଦର୍ଶନ ନଥିଲା। ଶାଶୁ ପାର୍ବତୀ ବୋହୂ ସଙ୍ଗୀତାକୁ ଦୁଃଖଭରା ସ୍ୱରରେ କହିଲେ, ଭୂତ ଆମକୁ କହିଥିଲେ ବିନା ସ୍ୱାର୍ଥରେ ଜଣେ ଆଉ ଜଣକୁ ଭଲ ବ୍ୟବହାର କରିବାକୁ ହେବ, କିନ୍ତୁ ବେଳେବେଳେ ମୋ ମନରେ ସ୍ୱାର୍ଥ ଭାବନା ଆସିଛି। ମୁଁ ଭଲ ପାଇବାର ନାଟକ କରିଛି। ଭୂତମାନେ ବୋଧେ ସେଇ କଥା ଜାଣିପାରିଲେ, ସେଥିପାଇଁ ଆସିଲେ ନାହିଁ। ତୁମ ପରି ମୋ ମନରେ ମଧ୍ୟ ଖରାପ ଧାରଣା ଆସିଥିଲା। ଗହଣା କଥା ଛାଡ଼, ଏବେଠାରୁ ଆମେ ଏହିପରି ଭଲ ହୋଇ ଚଳିବା ନାହିଁ କାହିଁକି? ଗୋଟିଏ ମାସ ଏତେ ଭଲରେ ଚଳିଲେ, ଭବିଷ୍ୟତରେ ବି ଝଗଡ଼ା କରିବା ନାହିଁ। ତୁମ ପୁଅ ମଧ୍ୟ ଖୁସିରେ ରହିବେ। ସଙ୍ଗୀତା କହିଲା, ହଁ ହଁ, ତୁ ଠିକ୍ କହିଛୁ। ସାନ ହେଲେ କ'ଣ ହେବ, ତୋର ଚିନ୍ତାଧାରା ବହୁତ ଭଲ। ପାର୍ବତୀ ଏପରି କହି ବୋହୂର ପ୍ରଶଂସା କଲେ। ପାଖ କୋଠରୀରେ ଶୋଇଥିବା ଅମର ସେମାନଙ୍କ କଥା ଶୁଣିପାରିଲା। ସେମାନଙ୍କର ଏହିପରି ପରିବର୍ତ୍ତନ ତାକୁ ଖୁସି କଲା। ହେଲେ ସେ ଏହା ଜାଣିପାରୁ ନଥାଏ ଯେ ତାର ଦୁଇ ବନ୍ଧୁ ଭୂତ ରୂପ ଧାରଣ କରି ଏହି କଳହର ଅନ୍ତ କରିଛନ୍ତି।